ଆସିଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼। କେହି କେହି ଏହାକୁ ଲୋକ କଥା ବା ଆଇମା କାହାଣୀରୁ ଅଳ୍ପ ବହୁତ ଶୁଣିଥିବେ। ଚିର ରହସ୍ୟମୟ ପ୍ରଭୁ ଶ୍ରୀ ଜଗନ୍ନାଥ, ଅପାର ତାଙ୍କ ଲୀଳା। ବେଧର୍ମୀ ମାନଙ୍କ ଦ୍ୱାରା ଅନେକ ଆକ୍ରମଣ ହୋଇ ମଧ୍ୟ ଭକ୍ତମାନଙ୍କ ଗହଣରେ ରହି ମହାପ୍ରଭୁ କାଳିଆ ଠାକୁର ଯୁଗେ ଯୁଗେ ଦେଖାଇ ଆସିଛନ୍ତି ତାଙ୍କ ଲୀଳା। 1733 ମସିହାରେ କଳା ପାହାଡ଼ଙ୍କ ଦ୍ୱାରା ଶ୍ରୀମନ୍ଦିରରେ ଆକ୍ରମଣ ହୋଇଥିଲା। ଏ ପରିସ୍ଥିତିରେ ମହାରାଜ ଦ୍ୱିତୀୟ ରାମଚନ୍ଦ୍ର ଦେବ ପ୍ରଭୁଙ୍କ ଶରଣାପନ୍ନ ହୋଇ ନିଜ ନିଜକୁ ରକ୍ଷା କରନ୍ତୁ ବୋଲି ପ୍ରାର୍ଥନା କଲେ। ପ୍ରଭୁ ସ୍ୱପ୍ନାଦେଶ କଲେ ଯେ ପ୍ରଭୁଙ୍କ ଅତ୍ୟନ୍ତ ପ୍ରିୟ ଭକ୍ତ ଗଞ୍ଜାମ ଜିଲ୍ଲାର ଆଠଗଡ଼ ମହାରାଜା ଶ୍ରୀ ରଘୁନାଥ ହରିଚନ୍ଦନ ଦେବ ତାଙ୍କୁ ଆଶ୍ରୟ ଦେବେ ଏବଂ ଦୈନନ୍ଦିନ ସେବା ନୀତି ପାଇଁ ସମ୍ବନ୍ଧ ଲୋଡ଼ିବା ପାଇଁ ଆଦେଶ ଦେଇଥିଲେ। ଏହି ସ୍ୱପ୍ନାଦେଶ ପରେ ମହାରାଜ ଶ୍ରୀ ରଘୁନାଥ ହରିଚନ୍ଦନ ଦେବ ଚତୁର୍ଥା ମୂର୍ତ୍ତିଙ୍କୁ ଲୁଚାଇ ଆଣି ଆଠଗଡ଼ର ଜଙ୍ଗଲ ମଧ୍ୟରେ ଗୁପ୍ତ ଭାବେ ପୂଜା ଅର୍ଚ୍ଚନା କଲେ।